ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମେ ଆସୁଛୁ ଭଦ୍ରକରୁ ଆଗରପଡ଼ାରୁ ଯେଉଁ କୁପାରୀ ଯେଉଁ ସାରିସୁଆ ଯେଉଁ ଅଛି ୱାଟରଫଲ୍ ବୁଲିବା ପାଇଁ ଆପଣଙ୍କୁ ଭଦ୍ରକରୁ ଆସିବାକୁ ପଡ଼ିବ ଆଗରପଡ଼ାରୁ କୁପାରୀ। ତାପରେ ଆପଣଙ୍କୁ ଯେଉଁ ଦେଖିବା ପାଇଁ ମିଳିବ ଆମର ସାରିସୁଆ ହେଉଛି ୱାଟରଫଲ୍। ଭଦ୍ରକରୁ ଆପଣଙ୍କୁ ସାରିସୁଆ ୱାଟରଫଲ୍ ପାଖାପାଖି ଯେଉଁ 40 କିଲୋମିଟର ଭଳିଆ ପଡ଼ିବ। ଆଜି ମୁଁ ଏକୁଟିଆ ଆସିଛି, ମୋ ସାଙ୍ଗ ଆଜି ନାହିଁ, ତାର କିଛି ଯେଉଁ କାମ ଥିଲା ତ ସେ ଯେଉଁ ରହିଗଲା। ତ ଜୟ ଜଗନ୍ନାଥ ଆପଣମାନଙ୍କୁ ହୋପ୍ କରୁଛି ଆପଣମାନେ ମୋ ଭଳିଆ ହେଲ୍ଦି ଥିବା ଫିଟ୍ ଥିବେ। ଆଉ ବର୍ତ୍ତମାନ ମୁଁ ଯେଉଁ ଜାଗାରେ ଅଛି, ବର୍ତ୍ତମାନ ଏଠୁ ସାରିସୁଆ ହେଉଛି ଯେଉଁ ୱାଟରଫଲ୍ ବର୍ତ୍ତମାନ 3 କିଲୋମିଟର ଦୂର। ତ ହେଉଛି ମୁଁ ଯିବା ପୂର୍ବରୁ ମୋ ପଛରେ ଯେଉଁ ଆପଣ ଯେଉଁ ଦେଖିପାରୁଥିବେ ଯେଉଁ ପାହାଡ଼ କେତେ ଯେଉଁ ଭଲ ଯେଉଁ ଦେଖାଯାଉଛି, ତ ମୁଁ ଭାବିଲି କି ଆପଣମାନେ ଯେଉଁ ଦେଖିଥିବି। ତ ଯେଉଁ ଚାଲନ୍ତୁ ମୁଁ ଆପଣ ଯେଉଁ ଦେଖାଉଛି ଏଠିକା ଯେଉଁ ପାହାଡ଼ର ଭିଉ, ତାପରେ ଆମେ ହେଉଛି ଆଗକୁ ଯିବା ମୋର ଯେଉଁ ସାରିସୁଆ ଯେଉଁ ୱାଟରଫଲ୍। ଠିକ୍ ଅଛି, ଚାଲନ୍ତୁ। ଆପଣମାନେ ଯେଉଁ ଦେଖିପାରୁଥିବେ ପାହାଡ଼ ଯେଉଁ କେତେ ସୁନ୍ଦର ଯେଉଁ ଦେଖାଯାଉଛି, ପାହାଡ଼ର ଭ୍ୟୁ ଦେଖିକି ମୁଁ ଅଟକିଗଲି। ଆଉ ଇଏ ରହିଲା ମୋ ବାଇକ୍ ଆଉ ମୋ ହେଲମେଟ୍। ଆଉ ବର୍ତ୍ତମାନ ଆପଣଙ୍କୁ ଏଇ ରୁଟ୍ରେ ଯିବା ପାଇଁ ପଡ଼ିବ ଆପଣଙ୍କୁ ଆଗରପଡ଼ା କୁପାରୀ। ଠିକ୍ ଅଛି, ଏବେ ଆସିକି ମୁଁ ପହଞ୍ଚି ଯାଇଛି ଆମର ଯେଉଁ ସାରିସୁଆ ହେଉଛି ୱାଟରଫଲ୍ ଯେଉଁ ପାଖରେ। କିନ୍ତୁ ସବୁଠୁ ମୋତେ ବେଶୀ ଯେଉଁ ଡିସଆପଏଣ୍ଟ କଲା କି ବର୍ତ୍ତମାନ ଶୀତ ଦିନ, ତ ଏଠି ଟିକେ ପାଣି ଟିକେ ଯେଉଁ କମ୍ ଆସୁଛି। ମୋତେ ଯେଉଁ ବର୍ଷା ଦିନ ରହୁଛି ଯେଉଁ ଆସିବା କଥା, କିନ୍ତୁ ଏ ଜାଗା ବର୍ତ୍ତମାନ ଯେଉଁ ଆମର ମାଇନିଂ ପାଇଁ ୟୁଜ୍ ହେଉଥିଲା, ତ ବର୍ତ୍ତମାନ ଏବେ ୟୁଜ୍ ହେଉନି। ଏ ଜାଗା ବର୍ତ୍ତମାନ ଯେଉଁ ଖାଲି ଯେଉଁ ପଡ଼ିଛି। ତ ଆପଣମାନେ ଯେଉଁ ଦେଖିପାରୁଥିବେ ମୋ ପଛରେ ସେ ଯେଉଁ ପାଣି ଆସୁନି, ସେଇଠୁ ଆସେ ପାଣି, କିନ୍ତୁ ଏବେ ଯେଉଁ ପାଣି ଆସୁନାହିଁ। ମୁଁ ଭାବିଛି ଏଠି ବର୍ତ୍ତମାନ ବେଶୀ ସମୟ ଯେଉଁ ରହିବି ନାହିଁ। ତ ଯାହା ବି ଅଛି ମୁଁ ଆପଣଙ୍କୁ ଯେଉଁ ଟିକେ ଯେଉଁ ଦେଖେ ଦେଇକି ଜଲ୍ଦି ଯେଉଁ ପଳେଇବି ଆଉ ହେଉଛି ଅଲଗା ଜାଗାକୁ। ଠିକ୍ ଅଛି, ଚାଲନ୍ତୁ। ଆଉ ଆପଣମାନଙ୍କ ସାମ୍ନାରେ ରହିଲା ଆମର ସାରିସୁଆ ୱାଟରଫଲ୍, ଯେଉଁଟାକି ପାହାଡ଼ ଉପରୁ ଆସୁଛି। ଆଉ ଏଇଟା ହେଲା ଆମର ହେଉଛି ସାରିସୁଆ ୱାଟରଫଲ୍ ସାଙ୍ଗକୁ ଆମର ସାରିସୁଆ ଯେଉଁ ଘାଟି ବି, ସେ ଉପରେ ଯେଉଁ ରାସ୍ତା ଯେଉଁ ଯାଇଛି ସେଟା ଆମର ବାଲେଶ୍ୱର, ମୟୂରଭଞ୍ଜ ଯେଉଁ କୋଲକାତାକୁ ଯେଉଁ ଜଏଣ୍ଟ ହେଇଛି ସିକ୍ରେଟଲି। ବର୍ଷା ଦିନରେ ବର୍ତ୍ତମାନ ବହୁତ ସାରା ଯେଉଁ ଲୋକ ଆସନ୍ତି, କିନ୍ତୁ ଏବେ ବର୍ତ୍ତମାନ ଆପଣ ଯେଉଁ ଦେଖିପାରୁଥିବେ ଏଠି ଯେଉଁ କେହି ନାହାନ୍ତି। ବର୍ତ୍ତମାନ ଦେଖିପାରୁଥିବେ ଚାରିଆଡ଼େ ଖାଲି ଖାଲ ଖାଲ ଖାଲ, ଯେଉଁ ପୁରା ଖାଲ। ଆଉ ଯେତେ ମୁଁ ଯେଉଁ ପାଖକୁ ଆସୁଛି ମୋତେ ସେତେ ଏଇ ଜାଗା ଯେଉଁ ସୁନ୍ଦର ଯେଉଁ ଦେଖାଯାଉଛି। ସେଇ ଜାଗାରେ ବର୍ଷା ଦିନରେ ଲୋକମାନେ ସେଠି ଠିଆ ହେଇକି ଯେଉଁ ଗାଧାନ୍ତି। ଆଉ ପିକନିକ୍ ପାଇଁ ଏଠି ବହୁତ ସାରା ଯେଉଁ ଖାଇବା ବନାଯାଏ। କିନ୍ତୁ ଏଠି ବର୍ତ୍ତମାନ କେହି ନାହାନ୍ତି, ନା ଖାଇବା ପିଇବା ଜିନିଷ, ନା ଦୋକାନ, ନା ମଣିଷ, କେହି ନାହାନ୍ତି ଏଠି। ତ ଆପଣ ଯେତେବେଳେ ଆସୁଛନ୍ତି ତ ଦେଖିକି ଟିକେ ରୁହନ୍ତୁ, କାରଣ ମାଇନିଂ ଜାଗା, ପାହାଡ଼ରୁ ପଥର ଯେଉଁ କେତେବେଳେ ଆପଣଙ୍କ ଉପରେ ଯେଉଁ ପଡ଼ିବ, ଯେଉଁ ତା ବି ଯେଉଁ ଠିକ୍ ନାହିଁ। ତ ଆପଣ ଦୟା କରିକି ନିଜର ଜୀବନକୁ ବିପଦରେ ନ ପକାଇକି ଆଗକୁ ଯାଆନ୍ତୁନି। ଆପଣ ଦୂରରେ ରୁହନ୍ତୁ, ଯେଉଁ ଝରଣା ଯେଉଁ ଦେଖନ୍ତୁ, କିନ୍ତୁ ଆଗକୁ ଯାଆନ୍ତୁ ନାହିଁ। ଠିକ୍ ଅଛି, ଏଠି ମୋର ଯେଉଁ ଭିଡ଼ିଓ ବନେଇବା ହେଇଗଲା। ଏବେ ଯିବା ଆମେ ଅଲଗା ଜାଗାକୁ। କେଉଁଠି ଯାଉଛି ତ ମୁଁ ସେଠି ଯେଉଁ ପହଞ୍ଚିଲେ ମୁଁ ଆପଣଙ୍କୁ ଯେଉଁ ଜଣେଇବି। ଠିକ୍ ଅଛି, ତ ଏଠି କିଛି ଲୋକମାନେ ଯେଉଁ ବୁଲୁଥିଲେ, ସେମାନେ କ'ଣ କରୁଛନ୍ତି ନା, ଏଠି ଆମର ଯେଉଁ ପଥର ଯେଉଁ ସବୁ ପଡ଼ିଛି, ତ ସେମାନେ ତାକୁ ନେଇକି ମାର୍କେଟରେ ଯେଉଁ ବିକୁଛନ୍ତି, ତାକୁ ଯେତେବେଳେ 100-200 ତାକୁ ସେଇଭଳିଆ ମିଳୁଛି। ତ ଏ ଜାଗା ଯେତିକି ସୁନ୍ଦର ସେତିକି ଡେଞ୍ଜର ମଧ୍ୟ, କାରଣ ଏଇଟା ମାଇନିଂ ଜାଗା। ତ ଆପଣମାନେ ଦେଖି ଚାହିଁ ଟିକେ ସାବଧାନ ହେଉଛି ଯେଉଁ ରହୁଥିବେ। ତ ଆଶା କରୁଛି ମୋର ଏ ଯେଉଁ ଛୋଟ ବ୍ଲଗ୍ଟା ଆପଣଙ୍କୁ ଯେଉଁ ପସନ୍ଦ ଆସିବ, କାରଣ ଆଜି ମୁଁ ଏକୁଟିଆ ଆସିଛି। ତ ମୋତେ ଆଜି ଫଟୋ ଭିଡ଼ିଓ ଉଠାଇବା ଟିକେ ଅସୁବିଧା ହେଉଛି। ଯଦି ସାଙ୍ଗ ଆସିଥାନ୍ତା ତାହେଲେ ମୁଁ ଭଲସେ ଟିକେ ଯେଉଁ ବନେଇ ପାରିଥାନ୍ତି। ତ ଘରୁ କିଛି ଯେଉଁ ଖାଇବା ଜିନିଷ ଆଣିବି ନାହିଁ, କିଛି ବାଟରେ ଆସିଲା ବେଳେ କିଛି ଖାଇବା ଜିନିଷ କିଣିନି, ଖାଲି ପାଣି ବୋତଲ ହିଁ ଅଛି। ଆଉ ସାଙ୍ଗ ମା ଆଶା କହିଥିଲେ କି ଚାଲନ୍ତୁ ଯିବା ବୁଲିକି ଆସିବା, ଆଉ ଯେଉଁ ମ୍ୟାଗି ଫ୍ୟାଗି ଯେଉଁ କରିବା, ସବୁ ଜିନିଷ ନେଇକି ଆସିଛି। ହେଲେ ମା ସାଙ୍ଗର ଅଧା ବାଟରେ ମନା କରିଦେଲେ କି ମୁଁ ଯିବି ନାହିଁ। ଆଉ ଆପଣମାନେ ଲାଷ୍ଟ ଥର ପାଇଁ ଦେଖିଦିଅନ୍ତୁ ଜାଗାଟା କେତେ ସୁନ୍ଦର ଅଛି। ଆଉ ଯଦି ଆପଣ ଘାଟି ଉପରକୁ ଯିବେ ତାହେଲେ ବାଇକ୍ ନେଇ ଯାଆନ୍ତୁ। ଆପଣ ସେପଟେ ଆନନ୍ଦପୁର, ଠାକୁରମୁଣ୍ଡା,
ଉଦଳା ଫୁଦଳା ଆପଣ ଯେଉଁ ଯାଇପାରିବେ। ଆଉ ଏ ରହିଲା ମୋ ବାଇକ୍। ଆଉ ଏଠି ଆମର ରହିଲେ 2 ଜଣ ଦିଦି ଯିଏ ବସୁଛନ୍ତି, ମୁଁ ତାଙ୍କ ସହିତ ଯେଉଁ କଥା ହେଉଥିଲି। ତ ସେମାନେ ଏଠୁ ପଥର ନେଇକି ମାର୍କେଟରେ ତାଙ୍କର ନିଜ ବ୍ୟବସାୟ ଚଳୁଛନ୍ତି। ଆଉ ବର୍ତ୍ତମାନ ଦେଖିପାରୁଥିବେ ଖାଇବା ଜିନିଷ ନେଇକି ଆସ ସାଙ୍ଗରେ ଖାଉଛନ୍ତି। ଚାଲନ୍ତୁ ଆପଣଙ୍କୁ ସେଟା ଦେଖାହେବ ଆଉ ଗୋଟେ ଜାଗାରେ। ଆଉ ଏଠି ବେଶୀ ସମୟ ରହିବା ନାହିଁ, ଖରାପ ବହୁତ ହେଲାଣି। ଖସିବା ଏଠୁ ଆପଣମାନେ ଯେତେବେଳେ ଆସୁଛନ୍ତି ଟିକେ ଦେଖିକି ଆସୁଥିବେ, କାରଣ ମାଇନିଂ ରୋଡ଼, ଏଠି ଗାଡ଼ି ବେଶୀ ଚାଲୁଛନ୍ତି। ଆଉ ରୋଡ଼ରେ ସାର୍ପ କର୍ଣ୍ଣର ବହୁତ ଅଛି, ତ ଆପଣ ଗାଡ଼ିର ସ୍ପିଡ଼ ଟିକେ ଅଛି କଣ୍ଟ୍ରୋଲ ରଖିବେ। ତ ବେଶୀ ଜୋରରେ ଗାଡ଼ି ଚଲାଇବେ ନାହିଁ। ତ ନିଜ ଆଗେ ମୁଣ୍ଡାଣି ଦିଅନ୍ତୁ, ତାପରେ ଆପଣ ଆଗକୁ ଯୁଆଡ଼େ ଆପଣ ଯାଆନ୍ତୁ। ଠିକ୍ ଅଛି, ଚାଲ ସେଟା ଦେଖା ହେବ ଆଉ ଗୋଟେ ଜାଗାରେ। ଆଶା କରୁଛି ଛୋଟ ବ୍ଲଗ୍ଟା ଆମର ଚାରିଶୁଆ ୱାଟରଫଲ୍, ଆଶା କରୁଛି ଭଲ ଲାଗିବ। ତ ଆଉ ଏଠି ନ ଦେଇକି ସିଧା ଆଗକୁ ଯିବା, ଚାଲ। ମୁଁ ଏଠୁ ଯିବା ପୂର୍ବରୁ ଆପଣମାନଙ୍କୁ ଗୋଟେ କଥା କହିବା ପାଇଁ ଚାହୁଁଛି। ଆମର ସାରିସୁଆ ୱାଟରଫଲ୍ଟା ଆମର ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ ଯାଉଛି। ଆଉ ୱାଟରଫଲ୍ଟା ଆମର ରହିଲା ସେଇପଟେ। ଆଉ ମୋ ପଛରେ ଦେଖିପାରୁଥିବେ ରାସ୍ତାଟା ଅଛି, ତ ସେଟା ଆମର ଯାଉଛି ବାଲେଶ୍ୱର ଡିଷ୍ଟ୍ରିକ୍ଟରେ। ମାନେ ଏଇଟା କହିବାକୁ ଗଲେ ମାନେ ବର୍ଡ଼ରରେ ଆସୁଛି। ଆଉ ମାନେ ଆମର 2ଟା ଡିଷ୍ଟ୍ରିକ୍ଟର ବର୍ଡ଼ର ମଝାମଝିରେ ଆସୁଛି। ପାହାଡ଼ ସେପଟରେ ଆମର ଅଛି ମୟୂରଭଞ୍ଜ, ଆଉ ଆମର ପାହାଡ଼ ତଳେ ଅଛି ଆମର ବାଲେଶ୍ୱର। ସାରିସୁଆ ୱାଟରଫଲ୍ଟା ଆମର ବର୍ଡ଼ର ମଝାମଝିରେ ଆସୁଛି। ଆଉ କିଛି ଭାଇ ଲୋକ ଆସୁଛନ୍ତି ଥାର୍ରେ, ଯିଏକି ପୁରାଟା ଯାଉଥିଲେ, ପୁଣି ବୁଲି ତଳକୁ ଆସିଲେଣି। ଠିକ୍ ଅଛି, ଚାଲ ସିଧା ଦେଖା ହେବ ଆପଣଙ୍କୁ ଆଉ ଗୋଟେ ଜାଗାରେ। ଆଉ ଏଇ କଥା କହିବା ପାଇଁ ମୁଁ ଏଠି ଅଟକିଥିଲି। ତ ଆପଣ ଯଦି ଏ ଜାଗାକୁ ଆସିବା ପାଇଁ ଚାହୁଁଛନ୍ତି, ତ ଏଠିକାର ଆଡ୍ରେସ୍ ଆଉ ମୁଁ ମୋର କମେଣ୍ଟ ସେକ୍ସନରେ ଏହାପରେ ଡେସ୍କ୍ରିପ୍ସନରେ ପିନ୍ କରିଦେବି, ଆପଣମାନେ ଦେଖିକି ଆସିପାରିବେ। ଠିକ୍ ଅଛି।